ଆରେ ମେଘ ପାଖରେ ନା ମ ମେଘ କାହିଁ ଝରି ପୋକ କ'ଣ ଉଡ଼ିଲେଣି କଙ୍କି ଉଡ଼ିଲେ ମେଘ ହବ ମାନେ ସିଏ ତାଙ୍କ ସାଇନ୍ସରେ ଅଛନ୍ତି। ତ ସେଇଠି ମୁଁ ଯାଇକି ଲୁଗା ପିନ୍ଧିକି ବେଳେବେଳେ ବସିଯାଏ ତାଙ୍କ ପାଖରେ। ଲୁଗା ପିନ୍ଧି ବସିଯାନ୍ତି। ସିଏ ଜାଣିପାରନ୍ତିନି। ହଁ ସେଠୁ ଜଣେ କଥା ଇଏ କିଏ କି ଯିଏ ମୋତେ ଜାଣିଦେବ ସେ କହିବ ସିଏ ବା ତାଙ୍କ ସେତ ହଟିକି ଆଇଛି। ସେଠୁ ସେ କହିବେ ନାନୀ ତମ ଘର କୋଉଠି? ସେଠୁ ମୁଁ କହିବି ଆମ ଘର ନୂଆ ହାଟ। ଓହୋ କହୁନ ଆଇଲ ତାକୁ ଦେଖାଯାଉନଥିବ ଏଇନା ଆଇଲି ପରା। ତ ତାଙ୍କ ସାଙ୍ଗରେ ମୋର ଘଣ୍ଟାଏ ବାର୍ତ୍ତାଳାପ ଲୁଗା ପିନ୍ଧି ବସିଯାନ୍ତି ଲୁଗା ପିନ୍ଧିକି। ଏବେ ବି? ନାଇଁ ଏବେ ନୁହଁ ସେତେବେଳେ। ସେତେବେଳେ ଏବେ ତ ଆକ୍ଟିଂ କରୁଛି ଲୁଗା ଡେଲି ପିନ୍ଧୁଛି। ସେତେବେଳେ ମୋତେ ଭାରି ଭଲ ଲାଗେ ନହେଲେ ମୋତେ ଭଲ ଲାଗିବନି ଆଉ। ଏବେ କଣ ଗାଁରେ ଗଲେ ଜଣଙ୍କ ପିଣ୍ଡାରୁ ଆଉ ଜଣଙ୍କ ପିଣ୍ଡାକୁ ଯାଇ ବସିକିରି ଆପଣ ରାତିରେ ଗପନ୍ତି? ରାତିରେ ମାନେ ଯାଇପାରେ ନା ମୁଁ ଏବେ ଟିକେ ମାନେ ଅନୁଷ୍ଠାନରେ ଟିକେ ସମୟ ଦିଏ। ହୁଁ ଏବେ ତ କେହି କାହା ଘରକୁ ଆଉ ଲୋକ ଯାଉନାହାନ୍ତି ଏଇଟା ହୁଁ ସତ କଥା। ହୁଁ ସମସ୍ତେ ସମସ୍ତଙ୍କ ଘରେ ମାନେ ବସୁଛନ୍ତି କେହି ଯାଉନାହାନ୍ତି ଯାହା ଛକରେ ବଉଛନ୍ତି କିନ୍ତୁ ଅନୁଷ୍ଠାନରେ ବସେ। ଅନୁଷ୍ଠାନ ଅର୍ଥ ଆମର କ୍ଲବ ଘର ଆଉ ମନ୍ଦିର ହୁଁ ଏମିତି ସବୁ ଦାୟିତ୍ୱ ସବୁ ଅଛି ହୁଁ। ଠାକୁରଙ୍କ ସେବା ଅଛି। ଏଇ ତେଣୁ ଜଗନ୍ନାଥ ମନ୍ଦିର ହବା ଦ୍ୱାରା ମୁଁ ଜାଣିଛି ଓଡ଼ିଶାର ଗାଁ ଗାଁରେ ମଦ ପିଇବା ଚାଲିଛି। ଆପଣଙ୍କ ଗାଁରେ କ'ଣ ଲୋକ ମଦ ପିଉନାହାନ୍ତି? ଲୋକ ଯିଏ ମଦ ପିଉଛନ୍ତି କିନ୍ତୁ ମନ୍ଦିର ହେଲା ପରେ ବହୁତ ଲୋକ ପରିବର୍ତ୍ତନ ହେଇଛନ୍ତି। କେମିତି ପରିବର୍ତ୍ତନ ହେଲେ? ଦେଖନ୍ତୁ ମଦଟା ମାନେ ଯଦି ସରକାର ବନ୍ଦ କରିଦିଅନ୍ତେ ବହୁତ ଭଲ ହୁଅନ୍ତା। ହୁଁ ମାନେ ବହୁତ ୟଙ୍ଗ ଜେନେରେସନ ବହୁତ ମାନେ ସଜାଡ଼ି ହେଇଯାଆନ୍ତେ। କିନ୍ତୁ କ'ଣ ପାଇଁ ଚାଲିଛି କେବେ ସମାଜର ପରିବର୍ତ୍ତନ ହେବ ମୁଁ ବି ଜାଣିନି। କିନ୍ତୁ ଜଗନ୍ନାଥ ମନ୍ଦିର ଆମ ଗାଁରେ ହେବା ଦ୍ୱାରା ଲୋକମାନଙ୍କ ଭିତରେ ଯେଉଁ ଦୂରତ୍ୱ ଥିଲା ଗୋଟାଏ ଜାଗାରେ ଆସି ବସୁଛନ୍ତି। ହୁଁ କିଛି ଲୋକଙ୍କର ରୋଗ ଭଲ ହେଇଯାଉଛି। ହୁଁ ଆପଣ ଘରେ ବସିଥିବେ ଡେଲି ଯେତେବେଳେ ଭଜନ କରିବେ ସେତେବେଳେ ଆପଣଙ୍କର ରକ୍ତ ସଞ୍ଚାଳନ ମନ ପ୍ରଫୁଲ୍ଲିତ ହେବ ତା କାରଣ ଆପଣଙ୍କର କନେକ୍ସନ ହେବ ସବୁବେଳେ ପରମାତ୍ମାଙ୍କ ସହିତ। ଆପଣ ଯଦି ରସରସିଆ ରହିବେ ଆପଣଙ୍କୁ ରୋଗ ହେବନି। ହଁ ରସରସିଆ ରହିଲେ ରୋଗ ରୋଗ ହବନି। ହେବନି ଭଜନ ଗାଇଲେ ଆପଣ ରସରସିଆ ହେବେ। ହଁ ଆପଣ ଆଖିରୁ ଲୁହ ବୋହିଯିବ ରିଲାକ୍ସ ହେଇଯିବେ। ହଁ